ଆଜ୍ଞା ନମସ୍କାର। ଜାଣନ୍ତି କି ଡେଙ୍ଗା ମୁଣ୍ଡରେ ଠେଙ୍ଗା ଏଇ ଧାଡ଼ିଟିର ଅର୍ଥ କ'ଣ? ଏହାର ଅର୍ଥ ହେଲା ମୁରବୀ ଉପରେ ସବୁ ଦାୟିତ୍ୱ, ଛାତ ସହେ ଖରା କାକର ପାଣି, ଅର୍ଥାତ୍ ଯେ ମୁଖ୍ୟ ତା ଉପରେ ସବୁ ଦାୟିତ୍ୱ। ସେ ଯଦି ହେଡ଼ଷ୍ଟ୍ରଙ୍ଗ, ଛାତ ଯଦି ଠିକ୍ଠାକ୍, ଯେତେ ବର୍ଷା କାକର ପାଣି ହେଲେ ବି ତଳେ ଆଶ୍ରିତମାନଙ୍କୁ କଷ୍ଟ ହୁଏନି। ଗାଁ ମୁରବୀ, ଘର ମୁରବୀ, ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏମାନେ ହେଲେ ଡେଙ୍ଗା। ଆଙ୍କ ମୁଣ୍ଡରେ ସବୁ ଠେଙ୍ଗା, ସବୁ ଦାୟିତ୍ୱ। ଯଦି ସେ ହେଡ଼ଷ୍ଟ୍ରଙ୍ଗ, ତାହେଲେ ଘରେ, ଗାଁରେ, ରାଜ୍ୟରେ, ଦେଶରେ କିଛି ଅଘଟଣ ଘଟିବନି। ଉତ୍ପାତିଆ ମାନେ ଭୁଲ କରିବେନି। ଏଇଥିପାଇଁ କି ତ ଅନନ୍ତ କାଳରୁ ଗାଁର ଏ ମୁଣ୍ଡରେ ଘର ମୁରବୀ, ସେ ମୁଣ୍ଡରେ ଘର ମୁରବୀ, ମାନେ ଭଗବାନ ଶିବଙ୍କର ମନ୍ଦିର ଆଉ ଠାକୁରାଣୀଙ୍କ ମନ୍ଦିର ଅଛି। ପିଲାମାନେ ଦୁଷ୍ଟାମି କରିବେନି। ପିଲାଙ୍କ ଦାୟିତ୍ୱ ବାପା ମାଙ୍କର। ବାପା କହିଲେ ମାଆକୁ, ପିଲାଙ୍କ ଦାୟିତ୍ୱ ମାଆଙ୍କର। ମାଆ କହିଲେ ବାପାଙ୍କୁ, ପିଲାଙ୍କ ଦାୟିତ୍ୱ ବାପାଙ୍କର। ଉଭୟ ବୁଝିଲେ ଏବଂ ଉଭୟ ଦାୟିତ୍ୱ ବୁଝିଲେ। ଏ ହେଡ଼ଷ୍ଟ୍ରଙ୍ଗ ଥିବାରୁ ଘର ମୁଖ୍ୟ ଖାଦ୍ୟ ଖାଦକ ଗହଣରେ ଥାଇ ବି ହିଂସା ସୃଷ୍ଟି ହୁଏନି। ଭଗବାନ ଶିବଙ୍କର ବାହନ ହେଲେ ବୃଷଭ, ବଳଦ, ପଶୁ ତୃଣଭୋଜୀ। ଦେବୀ ଦୁର୍ଗାଙ୍କ ବାହନ ହେଲେ ମାଂସାଶୀ ପଶୁରାଜ ସିଂହ। କାର୍ତ୍ତିକଙ୍କ ବାହନ ହେଲେ ମୟୂର, ତାକୁ ଅହିଭୁକ୍ କୁହାଯାଏ। ଅହି ମାନେ ସାପ, ଅହିଭୁକ୍ ସର୍ପଗିଳା ତାକୁ କୁହାଯାଏ, ମୟୂରକୁ କୁହାଯାଏ। ଶିବଙ୍କଠି ଅନେକ ସାପ ଅଛନ୍ତି, ବାସୁକୀ ପ୍ରଭୃତି। ସେମିତି ସାପ ଗିଳିଦିଏ ମୂଷାଙ୍କୁ, ଖାଇଦିଏ ମୂଷାମାନଙ୍କୁ। ମୂଷାର ଶତ୍ରୁ ଖାଦ୍ୟ ହେଲା ମୂଷା, ଖାଦକ ହେଲା ମୟୂର, ଖାଦକ ହେଲା ସାପ। ସିଂହ ହେଲା ଖାଦକ, ଆଉ ବୃଷଭ ହେଲା ତା ଖାଦ୍ୟ। ଏଭଳି ଏକ ଅଶାନ୍ତ ପରିବେଶରେ ଥାଇ ବି କେବେ ସେ ଘରେ ଗଣ୍ଡଗୋଳ ହୁଏନି। କେହି କାହା ପ୍ରତି ହିଂସା ଆଚରଣ କରନ୍ତିନି। କାରଣ ଘରର ମୁଖ୍ୟ ବୋଲେ ପିତାମାତା ହେଡ଼ଷ୍ଟ୍ରଙ୍ଗ, ସୁଦୃଢ଼, କଡା ଶାସନ କରନ୍ତି। ସାବଧାନ, ବି କେୟାରଫୁଲ। ତା ନହେଲେ ତ ଅସମ୍ଭାଳ ହେଇଯାଆନ୍ତା। ଏହାକୁ ବିଚାର କରି କାଳିଦାସ କହିଲେ, ଜଗତ ପିତରୌ ବନ୍ଦେ ପାର୍ବତୀ ପରମେଶ୍ୱରୌ। ପାର୍ବତୀ ଆଉ ପରମେଶ୍ୱର ସେ ହେଲେ ଜଗତର ପିତାମାତା, ଏ ଜଗତର ରକ୍ଷାକର୍ତ୍ତା। ଜଗତକୁ ରକ୍ଷା କରିବା ପାଇଁ ଭଗବାନ ଶିବ ପରା ବିଷପାନ କରିଥିଲେ। ସେଇଥିପାଇଁ କି ତାଙ୍କ ନାଁ ନୀଳକଣ୍ଠ। କଣ୍ଠ ନୀଳ ହେଇଗଲା। ଶଙ୍କରାଚାର୍ଯ୍ୟ କ'ଣ ଲେଖିଲେ ଯେ ଜଗତ୍ ଜନନୀ ଜଗଦେକ ପିତ୍ରୀ ନମଃ ଶିବାୟ ଜ ନମଃ ଶିବାୟ। ଜଗତ୍ ଜନନୀ ଆଉ ଜଗତର ପିତା। ଜଗତ୍ ଜନନୀ ଜଗଦେକ ପିତ୍ରୀ ନମଃ ଶିବାୟ ଜ ନମଃ ଶିବାୟ। ସେ ହରପଦ ଅଷ୍ଟକରେ ଏହା ବର୍ଣ୍ଣନା କରିଛନ୍ତି। ଜଗତ ଜନନୀ ହେଲେ ପାର୍ବତୀ, ଜଗତର ପିତା ହେଲେ ଶିବ। ତୁଳସୀଦାସ କ'ଣ ଲେଖିଲେ? ସେ ଲେଖିଲେ ଶ୍ରଦ୍ଧା ବିଶ୍ୱାସ ରୂପିଣୌ ପାର୍ବତୀ ପରମେଶ୍ୱରୌ ଭବାନୀ ଶଙ୍କରୌ
ଭବାନୀ ଆଉ ଶଙ୍କର ଭବାନୀ ହେଲେ ଶ୍ରଦ୍ଧା ଆଉ ଶିବ ହେଲେ ବିଶ୍ୱାସ। ଶ୍ରଦ୍ଧା ବିଶ୍ୱାସର ଅନ୍ୟ ରୂପ ହେଲେ ଭବାନୀ ଶଙ୍କର, ପିତାମାତା, ଘରର ମୁରବୀ, ଡେଙ୍ଗା। ବୁଝିହେଲା? ତେଣୁ ହେ ଶ୍ରୋତାମଣ୍ଡଳୀ, ଆପଣମାନଙ୍କ ଭିତରୁ ଯେଉଁମାନେ ପିତାମାତା ହେଇସାରିଲେଣି ସେମାନେ ସମସ୍ତେ ପିଲାଙ୍କୁ ସଂସ୍କାର ଶିଖାନ୍ତୁ, ଶାସନ କରନ୍ତୁ, ନହେଲେ ସେ ଉତ୍ପାତିଆ ହେଇଯିବେ, ଡରେଇବେ, ଧମକେଇବେ ଇତ୍ୟାଦି। ଆଜି ଏତିକି ବନ୍ଧୁ, ନମସ୍କାର।